କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡ଼ିଓରେ ଡିସ୍କସ୍ କରିବା ସତ୍ୟେନ୍ଦ୍ରନାଥ ବୋଷଙ୍କ ବିଷୟରେ। ସତ୍ୟେନ୍ଦ୍ରନାଥ ବୋଷ ଭାରତର ଜଣେ ମହାନ ବୈଜ୍ଞାନିକ। ତାଙ୍କର ଜନ୍ମ 1 ଜାନୁଆରୀ 1894ରେ ଭାରତର କୋଲକାତାରେ ହୋଇଥିଲା। ବାଲ୍ୟକାଳରୁ ବୋଷ ଗଣିତ ଏବଂ ବିଜ୍ଞାନରେ ଅସାଧାରଣ ବୁଦ୍ଧିମତ୍ତା ଏବଂ କୌତୂହଳ ଦେଖାଇଥିଲେ। ସେ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ, ଯେଉଁଠାରେ ସେ ପରେ ପ୍ରଫେସର ହୋଇଥିଲେ ଏବଂ ତାଙ୍କର ଗଭୀର ଜ୍ଞାନ ଏବଂ ଅଭିନବ ଚିନ୍ତାଧାରା ମାଧ୍ୟମରେ ଅନେକ ଛାତ୍ରଙ୍କୁ ଅନୁପ୍ରାଣିତ କରିଥିଲେ। ବୋଷ ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସହ ତାଙ୍କର ସହଯୋଗ ପାଇଁ ସବୁଠାରୁ ପ୍ରସିଦ୍ଧ। 1924 ମସିହାରେ ସେ ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନକୁ ଉଲ୍ଲେଖ ନ କରି ବିକିରଣ ପାଇଁ ପ୍ଲାଙ୍କର ନିୟମ ବାହାର କରିବାର ଏକ ନୂତନ ଉପାୟ ବ୍ୟାଖ୍ୟା କରି ଆଇନଷ୍ଟାଇନଙ୍କୁ ଏକ ଗବେଷଣାପତ୍ର ପଠାଇଥିଲେ। ଆଇନଷ୍ଟାଇନ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ଏବଂ ବୋଷଙ୍କ ପତ୍ରକୁ ଜର୍ମାନ ଭାଷାରେ ଅନୁବାଦ କରିଥିଲେ। ଏହାକୁ ଏକ ପ୍ରମୁଖ ବୈଜ୍ଞାନିକ ପତ୍ରିକାରେ ପ୍ରକାଶ କରିଥିଲେ। ଏହି ମିଳିତ କାର୍ଯ୍ୟ କ୍ୱାଣ୍ଟମ ପଦାର୍ଥ ବିଜ୍ଞାନରେ ଏକ ନୂତନ ତତ୍ତ୍ୱର ବିକାଶକୁ ନେଇଥିଲା, ଯାହାକୁ ବୋଷ-ଆଇନଷ୍ଟାଇନ ଷ୍ଟାଟିଷ୍ଟିକ୍ସ ଭାବରେ ଜଣାଶୁଣା, ଏବଂ ଏହି ନୀତି ଅନୁସରଣ କରୁଥିବା କଣିକାଗୁଡ଼ିକୁ ତାଙ୍କ ସମାନାର୍ଥେ ବୋନ୍ସ ନାମ ଦିଆଯାଇଥିଲା। ବୋଷଙ୍କ କାର୍ଯ୍ୟ କ୍ୱାଣ୍ଟମ ମେକାନିକ୍ସ, ନ୍ୟୁକ୍ଲିୟର ଫିଜିକ୍ସ ଏବଂ ସୁପରଫ୍ଲୁଇଡିଟି ଏବଂ ସୁପର କଣ୍ଡକ୍ଟିଭିଟିର ଅଧ୍ୟୟନ ସମେତ ଅନେକ ଆଧୁନିକ ବୈଜ୍ଞାନିକ ବିକାଶର ମୂଳଦୁଆ ପକାଇଥିଲା। ପଦାର୍ଥ ବିଜ୍ଞାନ ବ୍ୟତୀତ ତାଙ୍କର ସାହିତ୍ୟ, ଦର୍ଶନ ଏବଂ ସଙ୍ଗୀତରେ ଗଭୀର ଆଗ୍ରହ ଥିଲା, ଯାହା ତାଙ୍କର ସୁସଜ୍ଜିତ ବ୍ୟକ୍ତିତ୍ୱକୁ ପ୍ରଦର୍ଶନ କରିଥିଲା। ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ତାଙ୍କୁ 1954 ମସିହାରେ ପଦ୍ମ ବିଭୂଷଣ ଉପାଧିରେ ସମ୍ମାନିତ କରିଥିଲେ। ତାଙ୍କୁ ଭାରତର ସର୍ବୋଚ୍ଚ ଶିକ୍ଷାଗତ ସମ୍ମାନ ମଧ୍ୟରୁ ଗୋଟିଏ, ଜାତୀୟ ପ୍ରଫେସର ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ସତ୍ୟେନ୍ଦ୍ରନାଥ ବୋଷଙ୍କ ଫେବୃଆରୀ 4, 1974ରେ ଦେହାନ୍ତ ହୋଇଥିଲା, କିନ୍ତୁ ତାଙ୍କର ଐତିହ୍ୟ ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେଇ ଚାଲିଛି। ତାଙ୍କର ଅଗ୍ରଣୀ କାର୍ଯ୍ୟ ଆମକୁ ମନେ ପକାଇ ଦିଏ ଯେ ଶୁଦ୍ଧ କୌତୂହଳ ଏବଂ ସମର୍ପଣ ବିଶ୍ୱକୁ ପରିବର୍ତ୍ତନ କରୁଥିବା ଆବିଷ୍କାରକୁ ନେଇପାରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି ଡାଉଟ୍ ଅଛି, କିଛି କ୍ୱେଶ୍ଚିନ୍ସ ଅଛି, କମେଣ୍ଟରେ ଲେଖିକି ଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।